ସଞ୍ଜରେ ଆଲୁଅ ଜଳୁଛି। ଗୋଟିଏ ସଫାସୁତୁରା ଅଥଚ ଖୁବ୍ ଛୋଟ କୋଠା ଘର ଭିତରେ। ଦୁଆର ଏକଦମ୍ ମେଲା। ଖୋଲା ଝରକା ଓ ଦୁଆର ମୁହଁ ବାଟେ ପର୍ଦ୍ଦାର ଅନ୍ଧାରକୁ ଆକ୍ରମଣ କରି ଧାଇଁ ଆସୁଛି ସେହି ବଖୁରିର ଆଲୁଅ। ତା ସହିତ ନାନା କଣ୍ଠର ଉଚ୍ଚ ରୋଳ, ହସ, ଚିତ୍କାର, ଆଉ ସାମ୍ନାର ରାସ୍ତା ସୁଅ ଉପରର ସହରିଆ ଗନ୍ଧ ଉପରେ, ଆଉ ସାମ୍ନାର ରାସ୍ତା ସୁଅ ଉପରର ସହରିଆ ଗନ୍ଧ ଉପରେ ଛିଞ୍ଚି ହୋଇ ପଡ଼ୁଛି ସେହି ଆଖପାଖରୁ ଟିକିଏ ମଧୁମାଳତୀ ଫୁଲର ଉଡ଼ା ଅତର, ଚାମେଲିର ଝଡ଼ିଲା ପାଖୁଡ଼ା। କେଉଁଠୁ ମଝିରେ ମଝିରେ କେଞ୍ଚି ଦେଉଛି ହେନାର ଉତ୍ତେଜକ ବାସ୍ନା। ସବୁ ସେହି ସାନ ବଖୁରିର କାନ୍ଥ କରରେ। ଚଉଡ଼ା ରାସ୍ତାରେ ଗାଡ଼ି ଓ ପଦଚାରୀଙ୍କ ପଟୁଆର ଲାଗି ରହିଛି। ଆରପାଖେ ପ୍ରକାଣ୍ଡ ଏକ ଦୋମହଲା କୋଠା। ରାଜନୈତିକ ଓକିଲ ବାବୁଙ୍କ ପ୍ରାସାଦ। ଉପରେ ଟଙ୍ଗା ହୋଇଥିବା ବାଉଁଶ ଜାଲିର ପର୍ଦ୍ଦା। ଉହାଡ଼ରୁ ଝିଅଟିଏ ଗଳା ସାଧୁଛି। ତଳେ ମେଳା ପରି ଲୋକ। କିଏ ଟହଲୁଛି, କିଏ ବସିଛି, କିଏ ଉଦ୍ବିଗ୍ନ ହୋଇ ବାରମ୍ବାର ଦୁଆର ମୁହଁକୁ ଦେଖାଚାହାଁ କରୁଛି। ଭିତରେ ବିଜୁଳି ଆଲୁଅ ତଳେ ଗମ୍ଭୀର ହୋଇ ଘରର ମାଲିକ। ପାଖରେ 2-3 ଜଣରୁ ବେଶୀ ନାହାନ୍ତି। କେବଳ ମୁଣ୍ଡ ହଲାରୁ ବାରିହୁଏ। ଆଲୋଚନା ଲାଗିଛି। ଆଲୁଅ ଜଳ ସାନ ବଖୁରି ଏ ପରିସ୍ଥିତି ପ୍ରତି ଆଦୌ ସଚେତ ନୁହେଁ। ସେ ତା'ର ଅସ୍ତିତ୍ୱ ପ୍ରଚାର କରୁଛି ତା'ର ସ୍ୱରରେ। ଏ ବାଟେ ଗଲାବେଳେ ବଳିଦତ୍ତ ଟିକିଏ ଦୋ ପାଞ୍ଚ କଲା। ଚିହ୍ନା ଘର। ଏ ଘରେ ଥାଏ ତା'ର ସହକର୍ମୀ ବନବିହାରୀ ପଟ୍ଟନାୟକ। କିନ୍ତୁ ସହକର୍ମୀ ଅନେକେ ତ ଥାଆନ୍ତି ଅନେକ ଗଳିରେ, ରାସ୍ତାରେ। ପ୍ରତି ଦୁଆରେ ଅଟକି ଗଲେ ରାତି ଗଡ଼ି ଦିନ ହୁଅନ୍ତା, ଦିନ ବୁଡ଼ି ରାତି ହୁଅନ୍ତା। ବଳିଦତ୍ତ ହିସାବୀ ଲୋକ। ସେ ଅନର୍ଥକ ସମୟ ନଷ୍ଟ କରିବା ପସନ୍ଦ କରେ ନାହିଁ। କିନ୍ତୁ ଏଠିକା କଥା ସ୍ୱତନ୍ତ୍ର। ବନୁ ଘର ବାଟେ ଚାଲିଗଲାବେଳେ ବାଟର ବାଟୋଇର ସହରିଆ ବିମୂଢ଼ ଭାବରେ ଧକ୍କା ବାଜି ସେ ସେହି ମୁହୂର୍ତ୍ତକ ହୋଇଯାଏ ମଫସଲିଆ। କିନ୍ତୁ ଏଠିକା କଥା ସ୍ୱତନ୍ତ୍ର। ବନୁ ଘର ବାଟେ ଚାଲିଗଲାବେଳେ ବାଟର ବାଟୋଇର ସହରିଆ ବିମୂଢ଼ ଭାବରେ ମଧ୍ୟ ଧକ୍କା ବାଜି ସେ ସେହି ମୁହୂର୍ତ୍ତକ ହୋଇଯାଏ ମଫସଲିଆ। ଜୀବନର ହଜିଲା ସରଳ ସ୍ୱାଭାବିକ ଉପାଦାନକୁ ସେ ନୂଆ ଆଖିରେ ନୂଆ ମୂଲ ଦେଇ ଦେଖେ। ଆଉ ଦୁଇ ପାହୁଣ୍ଡ ଆଗେଇ ଗଲେ ପଛେ ପାଶୋରି ଯାଏ। ହସର ଲହର, କଥାର ଲହର ଉଠୁଛି ପଡ଼ୁଛି ତାହାରି ଭଟ୍ଟା ସୁଅରେ ଓଟାରି ହେଲାପରି ଭିତରକୁ ଚାଲିଲା ବଳିଦତ୍ତ। ସମୟର ଜ୍ଞାନ ଏବଂ ଅନର୍ଥକର ପ୍ରଭେଦ ବିଷୟରେ ତା'ର ଯେଉଁ ଟାଣୁଆ ମୋଟାସୋଟା ଧାରଣା, ଆପଣା ମୁହଁରେ କେବେ ନ ହେବା ଛାଇ ଫୁଟେଇ ତାକୁ ସେ ଭୁଲିଗଲା। ଭିତରକୁ ଚାଲିଲା। ଭିତରକୁ। ପରିସ୍ଥିତି ଓ ପ୍ରକୃତି ଯେପରିକି ତାକୁ ଅନୁକମ୍ପା କରିଛନ୍ତି। ଆହା, ବିଚରା ଯନ୍ତ୍ର ଜୀବ। ସହଜ ହେଉ ଏହି ଘଡ଼ିକ। ଦୁଆର ମୁହଁରେ କାଳି କୁତି ସେହି ଅନୁକମ୍ପାର ସଙ୍କେତ ପାଇଛି ଯେପରିକି। ହାଉଁ ହାଉଁ ହେଲା ନାହିଁ, ଓଲଟି ଲାଙ୍ଗୁଡ଼ ପିଟୁଛି। ଭିତରୁ ବନୁର ମଧୁର ଝଙ୍କାର। ହ୍ୟାଲୋ ମିଷ୍ଟର ଦାସ, ବହୁଦିନକେ ଯେ। ହେଇ ଟୁନୁ, ଆଉ କପେ ଚା' ଆଣ। ନିଅ, ବିଡ଼ି ଟାଣ।
ଗମ୍ଭୀର ହୋଇ ଟେବୁଲ କରରୁ ସଣ୍ଟୁ ବାବୁ, କିହେ, କି ମନେ କିରେ, କି ମନେ କରେ? ବନୁ ତାର ମୁହଁ ଆଉଁସିଲା। ନାଟକ ଖେଳିଲା ପରି କହିଲା, ଆହା, ମୁହଁଟା ଶୁଖି କଳା କାଠ ପଡ଼ିଯାଇଛି। ଅଫିସରେ ସାହେବ ମାଇଲା? ଆବେ ବେଧୁଆ, ଏଠିକି ଆଇଲୁ ତ ହସିବାକୁ ହୁଏ, ଜାଣିନଉ? ହସ୍ ହସ୍, ଭଲ ଦଶା ଅଛି ତ? ନଇଲେ ହେଇ ଦେଖ, ଧରିଛି ତଣ୍ଟି ପାଖରୁ କାମିଜଟାକୁ। ବଳିଦତ୍ତ ଚିତ୍କାର କରୁଛି, ଛାଡ଼ିଦେ ଭାଇ, ଛାଡ଼ିଦେ, ଚିରିଯିବ। ଓଃ, କେଡ଼େ କାଟୁଛି। ଆଉ କ'ଣ ଭାବୁଥିଲୁ, ଖାଲି କୋମଳ ପେଲବ ସ୍ପର୍ଶ ଦେଉଥିବେ ନା କ'ଣ ଠଉରଉଛୁ? ନ ହସିଲେ ମୁଁ ଛାଡ଼ିବି ନାହିଁ। ହେଇ ଦେଖ। ବଳିଦତ୍ତ ଯନ୍ତ୍ରଣାରେ ଅଧୀର ହୋଇ ହସୁଛି। କେବେ ନ ହସିବା ଲୋକ ଶୁଖିଲା ମୁହଁ ନ ଫେଡ଼ି ଦାନ୍ତ ଉପରୁ ଓଠକୁ ଓଟାରି ନେଇ ହସର ଗୋଟାଏ ପ୍ରେତ ରୂପ ଦେଖାଉଛି। ତାହାକୁ ଚାହିଁ ଘରଯାକ ସମସ୍ତେ ହସୁଛନ୍ତି। ବନୁ ତଥାପି ଛାଡ଼ୁନାହିଁ। ଆହାହା, ଏଇ ହସ ତୁ ଘରେ କେହି ନ ଥିଲାବେଳେ ଦେଖାଉ। ହଇରେ, ବୋହୂ ପିଲା ଡରେ ନାହିଁ? ଛାଡ଼ ବଜାରୀ। ହଉ ବସ୍, ଗିଳ୍ ଏଥର ଗରମ ଚା। ଏ ଭଜା ଦିଖଣ୍ଡ ଚୋବାଉଥା। ମଝିରେ ମଝିରେ ହସ୍। ମୁଣ୍ଡ ପଛଆଡ଼େ ସାନ ଥୋପି ଦେଇ ବନୁ ତାକୁ ବସେଇଦେଲା। ପାଟିରେ ମୁଡୁ ତଣ୍ଟିରେ ଗରମ ଚା। ବଳିଦତ୍ତ ଘର ମଣିଯାଉଛି। ପାଟିରେ ମୁଡୁ ତଣ୍ଟିରେ ଗରମ ଚା। ବଳିଦତ୍ତ ଘର ମଣିଯାଉଛି। କଥା କହିବାରେ ତାର ଯେପରିକି ଆଗ୍ରହ ଓ ଉତ୍ସାହ ବଢ଼ିଯାଉଛି। କହୁଛି, ବୁଝିଲୁ ବନୁ, ତୋର ଏଠିକି ଆସିଲେ ତୋର କୁକୁର ଯେପରି ଦୁଇ ହାତ ଟେକି ଉପରେ ଅଜାଡ଼ି ହୋଇ ନଖରେ ଆଞ୍ଚୁଡ଼ି ଜିଭରେ ଚାଟି ସମ୍ଭାଷଣ ଜଣାଏ, ତୋର ସମ୍ଭାଷଣଟା ଠିକ୍ ସେହିପରି ଭାଇ। ନ ହେଲେ କି କହନ୍ତି, ବନୁ ବାନର। ଏଇ ବଜେଇଲାରେ, ଟୋକା ବଜେଇଲାରେ। କିନ୍ତୁ ବାନର ଆଉ କୁକୁର ଠିକ୍ ଏକା କଥା ନୁହେଁ। ତାପର ବଳିଦତ୍ତ ସଣ୍ଟୁବାବୁ କହିଲେ, କ୍ୟାମନ୍ ଚଲ୍ଛେ? କ'ଣ ଚଳିବ ସଣ୍ଟୁଦା, ସଂସାରର ଜଞ୍ଜାଳ ଲାଗି ରହିଛି। ସଂସାର? କତଟା ସଂସାର তোমার? ହେ ବନୁ, ଜୟ ଜଗନ୍ନାଥ। ଏଥର ସଣ୍ଟୁଦା ଶୁଣିବାକୁ ପ୍ରସ୍ତୁତ। ଆଗନ୍ତୁକର କଥାକୁ ଓଲଟେଇ ଗୋଟିଏ ସରସ ପ୍ରଶ୍ନ ପଚାରି ଦେଇ ସେ ତୁନି ହୋଇ ବସିବେ। ହସିଲା ଆଖି ହସୁଥିବ। ଓଠରେ ଅଳ୍ପ କୁଞ୍ଚକୁଞ୍ଚିଆ, ଆଉ କଥା ନାହିଁ। ବର୍ଷ ଠେଲି ବର୍ଷ ଗଡ଼ିଯାଇଛି। ପୃଥିବୀ ବଦଳୁଛି। ମଣିଷର ଚିକ୍କଣ କଳା ବାଳ କହରା ଧରୁଛି। କାନ ଉପରେ ଲାଗୁଛି ଘୁଣୁଧୂଳି। କିନ୍ତୁ ସଞ୍ଜ ପରେ ନୀତି ସବୁଦିନେ ବନୁର କୋଠରୀ ଭିତରେ ଟେବୁଲ ପାଖେ ବସିଥାନ୍ତି ସଣ୍ଟୁଦା। ସଂଯତ, ଭଦ୍ର, ପ୍ରାୟ ନୀରବ। ଅଧେ ମୁଣ୍ଡ ଚନ୍ଦା ଚିକ୍ ହୋଇ କପାଳର ବିସ୍ତୃତି ବଢ଼ାଇଛି। ସାମାନ୍ୟ ସିଝା, ସୁନ୍ଦର ଚେହେରା। ସଣ୍ଟୁଦା ବନୁର କୋଠରୀ ପରି। ତାଙ୍କୁ ଚାହିଁ ବସିଲେ ବି ଚଳନ୍ତି ଦୁନିଆର ହିସାବର ତରାଜୁ ହାତରୁ ଖସିପଡ଼େ। ସମସ୍ତିଙ୍କର ପରିଚୟ ଅଛି, ଯେପରିକି ତାଙ୍କର ନାହିଁ। ସେ କେବଳ ବନୁ ଘର ଟେବୁଲ ପାଖେ ସଣ୍ଟୁଦା। ଅବଶ୍ୟ ତାଙ୍କ ବିଷୟରେ ମୋଟାମୋଟି କେତୋଟି କଥା ସମସ୍ତେ ଜାଣନ୍ତି। ବନୁ ତୁଣ୍ଡରୁ ଓ ତାଙ୍କ ହାବଭାବ କଥାଭାଷାରୁ ତାର ପରିଚୟ ମିଳେ। ବନୁ କହେ, ସେ କ'ଣ କଣ୍ଟ୍ରାକ୍ଟରି କରନ୍ତି। ଘରେ ଉତୁରା ସ୍ୱଚ୍ଛଳପଣ ନ ଥିଲେ ବି ଗଭୀର ସ୍ୱଚ୍ଛଳତା ଅଛି।
ଦାର୍ଜିଲିଂରେ ମଧ୍ୟ ତାଙ୍କର ଘର ଓ ବ୍ୟବସାୟ ଅଛି। ପୁଣି ବନୁ କହେ ଯେ ସେ ଏକ ପ୍ରକାର ଅଜବ ମଣିଷ। ଗୁପ୍ତରେ ଯାଇ ଉତ୍ତର ଏସିଆ ଓ ୟୁରୋପର ଅନେକ ଅଞ୍ଚଳ ସେ ବୁଲି ଆସିଛନ୍ତି। ହିମାଳୟ ସେ ପ୍ରାନ୍ତରେ ବିପଦସଂକୁଳ ଗୁପ୍ତଚର କାର୍ଯ୍ୟ ମଧ୍ୟ ସେ କରିଛନ୍ତି। ଜୀବନ ବିପନ୍ନ କରିଛନ୍ତି। ବନ୍ଧୁକ ଫୁଟାଇବାରେ ହାତ ଖୁବ୍ ଅବ୍ୟର୍ଥ। ନିଜେ ମାରିଛନ୍ତି କେତେ ଗୁପ୍ତମାରୁଙ୍କୁ। ସେ ପୁଣି ତାନ୍ତ୍ରିକ, ଅଲୌକିକ କ୍ଷମତାଶାଳୀ ଇତ୍ୟାଦି। ଅବଶ୍ୟ ବନୁ ଦିନରାତି ଲାଗି ଖୁବ୍ ଡିଟେକ୍ଟିଭ ଉପନ୍ୟାସ ପଢ଼େ। କେତେକ ବିଷୟରେ ତା'ର ଆଶ୍ଚର୍ଯ୍ୟ ଅନୁଭୂତି ମୂଳହିଁ ରହିଛି। ଯଥା, ସେ କହେ, ଅଷ୍ଟ୍ରେଲିଆରେ ଏକ ପ୍ରକାର ଫୁଲ ଅଛି, ସେ ମାଟି ତଳେ ଗଛରେ ଥାଏ। ବର୍ଷର ପ୍ରଥମ ଘଡ଼ଘଡ଼ି ମାରିଲେ ମାଟି ଫାଟିଯାଏ ଓ ମାଟି ଉପରେ ଫୁଟି ଉଠେ ସେହି ଗୋଟିଏ ବୋଲି ଫୁଲ, ଯେଉଁ କାରଣରୁ ବନୁକୁ କେତେକ ବନ୍ଧୁ କହନ୍ତି ଭୂଇଁଫୋଡ଼ ଏବଂ ତା' କଥାରେ ଶତକଡ଼ା 75.8 ଧାଡ଼ି ଛାଡ଼ିବା ପାଇଁ କେତେକେ ଉପଦେଶ ଦିଅନ୍ତି। କିନ୍ତୁ ସାଣ୍ଟୁଦାଙ୍କ ହାବଭାବ ଓ କଥା ଭାଷାରୁ ଅନୁମାନ କରିହୁଏ ତାଙ୍କର ଉଦାର ଓ ଗଭୀର ଜ୍ଞାନ, ମଧୁର ଦାର୍ଶନିକତା, ପ୍ରଚୁର ମନୁଷ୍ୟ ଅଭିଜ୍ଞତା। ମୁହଁରୁ କିଛି କଳି ହୁଏ ନାହିଁ। ଦୃଷ୍ଟି ଛୁଞ୍ଚି ପରି ଗଳିଯାଏ ପରର ଆଖି କି ମୁହଁକୁ। ତର୍କରେ ଯେପରିକି ତାଙ୍କର ଶେଷ କଥା ସେତିକି ଉତ୍ତର ନାହିଁ। ଜାଗତିକ ଫଳପ୍ରାପ୍ତିକୁ ସାନ କରିଦେଇ ଏକ ପ୍ରକାର ଅତି ଉଚ୍ଚ ଭାଗ୍ୟବାଦ ହିଁ ତାଙ୍କ ବ୍ୟକ୍ତିତ୍ୱର ବିଶିଷ୍ଟତା। ଏବଂ ଯେତେବେଳେ ଦୀର୍ଘଶ୍ୱାସ ସହିତ ସେ କହନ୍ତି, ସବଇ ଗୋବିନ୍ଦେର ଇଚ୍ଛା, ସେତେବେଳେ ତାଙ୍କ କଥାରେ, ଭଙ୍ଗୀରେ, ବ୍ୟକ୍ତିତ୍ୱର ବ୍ୟଞ୍ଜନାରେ ପୃଥିବୀଟା ଜଳି ଉଠି ଥରେ ବୁଲିଯାଇ ହଠାତ୍ ଅଦୃଶ୍ୟ ହୋଇଯାଏ। ପୁଣି ସେ ଦିଶେ ଅତି କତିରେ, ଚିରଶ୍ୟାମଳ, ଚିରସୁନ୍ଦର। ପୁଣି ସେ ଦିଶେ ଅତି କତିରେ, ଚିରଶ୍ୟାମଳ, ଚିରସୁନ୍ଦର। ସେ ଓଡ଼ିଆ କହନ୍ତି, ବଙ୍ଗଳା କହନ୍ତି। ବଙ୍ଗଳା କହିଲେ ବି ତାଙ୍କର ମାନବିକତା ତାଙ୍କୁ ଆଡ଼ କରି ରଖିବାକୁ ଦିଏ ନାହିଁ। ସେ ସେହି ଏକ ପ୍ରକାର ଅତି ଦୁର୍ଲଭ ମଣିଷ ଯାହାଙ୍କ ପରିଚୟ ଖାଲି ମଣିଷପଣ, ଜାତି ନୁହେଁ, ଭାଷା ନୁହେଁ। ଯେଉଁ ପ୍ରକାର ଲୋକଙ୍କ ସଙ୍ଗେ କେବଳ ବଙ୍ଗଭାଷୀଙ୍କୁ ଭୁଲ କରିବା ଅସମ୍ଭବ। ହଠାତ୍ ବଳିଦତ୍ତର ମନେପଡ଼ିଲା ଚାକିରି ବାକିରି ବିଷୟରେ। ବନୁ ସଙ୍ଗେ ସେ ଗୋଟାଏ ଆଲୋଚନା ଆରମ୍ଭ କରିଦିଅନ୍ତା। ସେଇଆ ତ ମନ ଚାହେଁ। କାମଦାମ ଶେଷରେ ଘରକୁ ଫେରିଲେ ହାଇଁ ପାଇଁ ମନ ଆପଣା ଆପେ ବନ୍ଧା ଗତକୁ ଖସି ପଡ଼ିଛି। ସେହି ଆଲୋଚନା ଦରକାର, ମନର ଖାଦ୍ୟ। ଯେଉଁ ଅଫିସ କାର୍ଯ୍ୟ ଗୋଟା ଜୀବନର ଶିଳ୍ପକଳା, ତାହା ଉପରେ କଟେ ଜୀବନର ଜାଗ୍ରତ ସମୟରୁ ବେଶୀ ଭାଗ, ଯାହା ଜୀବନ ଧାରଣର ଅବଲମ୍ବନ, ଭବିଷ୍ୟତର ସିଢ଼ି ଓ ପିଢ଼ି ଉଭୟ, ତାହାରି ବିଷୟରେ ଉନ୍ନତ ଚର୍ଚ୍ଚା। ହଇରେ ବନୁ, ଆଜି ସାହେବ। କିନ୍ତୁ ସଣ୍ଟୁଦାଙ୍କ ଦୃଷ୍ଟି ଖୋଳିକା ମୁହଁରେ ବିନ୍ଧି ମାରୁଛି। ବିଡ଼ି ଦି'କରରେ ବନୁର ଓଠ ବଙ୍କେଇଲାଣି। ଦୁଇଜଣ ଶ୍ରୋତା, ଜଗୁ ଓ ରାଧୁ, ଅତିଶୟ ମନୋଯୋଗ ଦେଇ ଚାହିଁଲେଣି ଏବଂ ନନ୍ଦ ଯେ କି ଏତେବେଳ ଯାଏ ଛବିବହୁଳ ମାନସିକ ପତ୍ରରୁ ନାରୀଚିତ୍ରର ତାରତମ୍ୟ ଲକ୍ଷ୍ୟ କରିବାରେ ବ୍ୟସ୍ତ ଥିଲା, ସେ ହଠାତ୍ ମୁହଁ ଟେକିଲାଣି।
ବଳିଦତ୍ତର କୁତୂହଳ ନିଭିଗଲା। ଦୀର୍ଘଶ୍ୱାସ ପକାଇ ସେ ଚାହା ହାପୁଡ଼ିବାରେ ମନ ଦେଲା। ମନ କୁହୁଳୁଛି। ଏମାନେ କ'ଣ ସତେ ଜୀବନର ସମସ୍ୟାକୁ ଏତେ ହାଲୁକା କରି ଫୁଙ୍କି ଉଡ଼ାଇବାରେ ପ୍ରୟାସୀ କେବଳ ବିଡ଼ି ଧୂଆଁରେ? ପ୍ରଗତି ପାଇଁ ଯୋଜନା ହିଁ ନାହିଁ। ଏଇ ବନୁଟା ଭାବିଲେ ଅନୁକମ୍ପା ହୁଏ। ପିଲାର କି ସୁନ୍ଦର ହସ୍ତାକ୍ଷର, କି ପ୍ରଚଣ୍ଡ ଇଂରାଜୀ ଜ୍ଞାନ! କେଡ଼େ ଚଟ୍ କରି ଗୋଟିଏ କାମ ବୁଝି ନେଇପାରେ, କେଡ଼େ ଶୀଘ୍ର କରି ଦେଇପାରେ। ସମସ୍ତିଙ୍କର ସମ୍ମାନ ଅରଜି ଶେଷରେ ସେ ଉପରିକମାନଙ୍କ ସଙ୍ଗେ କଳି କରେ। କଥା ପଦେ ସହେ ନାହିଁ। ପଦେ ଶୁଣିଲେ 10 ପଦ ଗରଜେ। କହେ ତା'ର ସମ୍ମାନରେ ଆଘାତ ହେଲା। ଯେପରିକି ଉପରିକମାନଙ୍କର ସମ୍ମାନ ଜ୍ଞାନ ନାହିଁ, ଖାଲି ତା'ରି। ଆରେ ବାବା, ଚାକିରି କଲେ। ଛାଡ଼, ସେ ଶୁଣିବ ନାହିଁ। ଏଠି କହିବା ବୃଥା। ସବୁବେଳେ ଫିଟ୍ଫାଟ୍ ଚେହେରା, କାନ୍ଧଟେକା ଛାତିଫୁଲା ଚାଲି। ସତେ ଯେପରି ଚାକିରିକି ଯାଉନାହିଁ, ସେ ଯାଉଛି ଯୁଦ୍ଧକୁ। ଆଃ, ତା' ନିଜର ଯଦି ଏତେ କ୍ଷମତା ଥାଆନ୍ତା, ବଳିଦତ୍ତ ଭାବେ। ତା'ପରେ ଘରକୁ ଆସିଲେ କାହିଁ ମଝିରେ ମଝିରେ ଉପରିକମାନଙ୍କ ଘରକୁ ଯାଇ ସାନ୍ନିଧ୍ୟ ଖୋଜି ସେବା କାର୍ପଣ୍ୟ ଉପାୟରେ ମନ ନେଇ ସମ୍ପର୍କ ପାତିବା? ନା, ଘରର ଚାହା ପରକୁ ଖୋଇ ଭେଳେଇ ବସି ଆଡ୍ଡା ମାରିବା? ନ ହେଲେ ବହି ପଢ଼ିବା, ଗଦା ବହି, ଝାଡ଼ବୁହା ପଇସା ଦେଇ ବହି କିଣିବା, ମାସିକ ପତ୍ର କିଣିବା, ଖବରକାଗଜ କିଣିବା? ଆଶ୍ଚର୍ଯ୍ୟ! ଆରେ ବାବା, ଥରେ ଚାକିରିରେ ପଶିଲେ ଏ ବହି ପଢ଼ାର କି ଦରକାର? ତେଣିକି ଏକମାତ୍ର ବହି କାର୍ଯ୍ୟଶାସ୍ତ୍ର। ନା, ଏ ବୁଝିବ ନାହିଁ। ଆଉ ଫେର୍ ଉପରିକମାନଙ୍କ ମତ ବିରୁଦ୍ଧରେ ନିଜ ମତ ଠିଆ କରିବା, ପୁଣି ତାଙ୍କର ଭୁଲ କାଢ଼ିବା, ଏ କି ପାଗଳ କଥା! ବର୍ଷା ଦେଖି ଛତା ନ ଦେଖାଇ ଅସମ୍ଭବ। ଏ ବୁଝିବ ନାହିଁ। ବୁଝିଥିଲେ ନିଜେ ହୁଏତ ଗୋଟାଏ ଉପରିକ ହୋଇ ବସନ୍ତାଣି। କେତେ ଲୋକ ଚଢ଼ିଲେଣି, ଆଉ କେତେ ଉପରକୁ ଚଢ଼ିବେ। ଏ ଚାଣ୍ଡାଳ ଯେଉଁଠି ସେଇଠି। ବନୁ କହେ ତା'ର ପୂର୍ବପୁରୁଷ ଥିଲେ ନାଁ ଡାକ୍ ଜମିଦାର। ଅଦ୍ୟାପି ଗାଁରେ ପ୍ରତିପତ୍ତି ଅଛି। କିନ୍ତୁ ଏ ତ ସାଆନ୍ତ ମନୋଭାବ। ହୁଏତ ତା'ର ପତନର ବଡ଼ କାରଣ। ରାଜ୍ୟର ଯେତେ ବଡ଼ ବଡ଼ ଘର, ମନ୍ତ୍ରୀ, ବ୍ୟବସାୟୀ, ତୁଙ୍ଗ କର୍ମଚାରୀ, ବନୁ କହେ କିଏ ତା'ର ଭାଇ, କିଏ ତା'ର ମଉସା। କେହି ତର୍କ କଲେ ବଂଶଲତା ହାଙ୍କେ। ଏ ବି ନିପଟ ସାଆନ୍ତ ମନୋବୃତ୍ତି। ପକ୍ଷୀଲଗା ଉଡ଼ିଲା ଚଢ଼େଇକି ମୋର ବୋଲି କହି ତା' ସଙ୍ଗେ ସଙ୍ଗାତ ପାତିବାକୁ ମନ କରି ଆପଣା ଦେହରେ କୁଲା ବାନ୍ଧି ପିଢ଼ା ଉପରୁ ଡେଇଁଲେ ମଣିଷର କି ଉପକାର ହୁଏ? ବରଂ ଯଦି ବୁଦ୍ଧି ଥାଆନ୍ତା, ସେହି ବଡ଼ ବଡ଼ ଲୋକଙ୍କର ପିଛା ନେଇ ବନୁ ନିଜେ କ'ଣ ନିଜର ଟିକିଏ ସୁବିଧା କରିପାରନ୍ତା ନାହିଁ? ଟିକିଏ ମୁହଁ ନେଫେଡ଼ି ଦେହ ବଙ୍କେଇଲେ, ଟିକିଏ ନଇଁଲେ, ଟିକିଏ ଦବିଲେ, ଛାଡ଼, ହେବ ନାହିଁ। ତୁଚ୍ଛା ଅହମିକା, ମୂର୍ଖଟା। କିନ୍ତୁ ତଥାପି ରାଗ ହୁଏ ନାହିଁ ତ ବନୁ ଉପରେ? କାହିଁକି? ସେଠି କ'ଣ ଅଜଣା ଶକ୍ତି, କ'ଣ ଅଜଣା ମୋହିନୀ? ସେହି ଗୋରା ତକ ପାତିଆ ପରି ଲହ ଲହ ଉଞ୍ଚ ଦେହଟିରେ ତା'ର ପ୍ରାଚୀନ ପୂର୍ବପୁରୁଷମାନଙ୍କର କେଉଁ ଅଜଣା ଚୁମ୍ବକ ଶକ୍ତିର ପରିଚୟ? ସହଜରେ ସେ ସହାନୁଭୂତି ଜନ୍ମାଏ। ଏଇ ସାନ ବଖୁରିଟି ଭିତରେ ବି ପାଏ ନେତୃତ୍ୱ। ତା' ଛଡ଼ା ମନେପଡ଼େ ସେ ଦୁନିଆଯାକର ଧରମ ବେଠିଆ। କାହା ଘରେ କିଏ ବେମାର ଅଛି, ରାତିରେ ଜଗିବା ଦରକାର, ଡାକ୍ତର ଡକାଯିବା ଦରକାର। କାହା ଘରେ କିଏ ବେମାର ଅଛି, ରାତିରେ ଜଗିବା ଦରକାର, ଡାକ୍ତର ଡାକାଯିବା ଦରକାର।
ବଜାରରୁ କାହାର କ'ଣ ଆସିବ? ଆଉ କାହାର କିଛି କାମ ଅଛି? ସାଙ୍ଗ ସୁଖ ଦରକାର, ମନ ଖୋଲି ଦୁଃଖ ଶୁଣାଇବାକୁ ଶ୍ରୋତା ଦରକାର। ବନୁ ହାଜର ଅଛି। ବାଟରେ ଦେଖାହେଲେ ତାର ଡାହାଣ ହାତ ଆପେ ଆପେ ଡାହାଣ ପକେଟ ଭିତରକୁ ପଶିଯାଏ। ବାହାରେ ବିଡ଼ି ଖଣ୍ଡିଏ, ସରୁ ସରୁ ସାନ ସାନ ବିଡ଼ି। ତାର ମୁଣ୍ଡ ପୋଡ଼ା। ଆଗେ ସେଠୁଁ ସିଗାରେଟ ବାହାରୁଥିଲା, ଏବେ ସମୟ ବଦଳିଛି। ପୁଣି ବାଁ ପକେଟରୁ ବାଁ ହାତ ସାଙ୍ଗେ ସାଙ୍ଗେ ବାହାର କରେ ଏ ବ୍ୟକ୍ତିର ଆଭିଜାତ୍ୟର ସନ୍ତକ ଗୋଟିଏ ଛୋଟ ମେଟାଲ ଲାଇଟର। ଭିତରେ ଟିକିଏ ପେଟ୍ରୋଲ। ଖଚ୍ କରି ହାଡ଼ୁଆ ବୁଢ଼ା ଆଙ୍ଗୁଠି ଟିପରେ ବନୁ ତାର ପଥରର ଚକତିଟି ରଗଡ଼ି ଦିଏ। ବନ୍ଧୁ ମୁହଁରେ ବିଡ଼ି ଗେଞ୍ଜି ନିଆଁ ଦିଏ। ବେକରୁ ହେଉ ହାତରୁ ହେଉ କାମିଜଟା ଓଟାରି ଧରି କହେ, କୁଆଡ଼େ ଚାଲିଚୁ ରହ। ବଡ଼ିଦତ୍ତ ତୁନି ହୋଇ ଚାହା ଖିଆ ଶେଷ କଲା। ଘରଯାକ ସମସ୍ତିଙ୍କ ଚା ପାତ୍ର ଖାଲି। ସମସ୍ତିଙ୍କ ମୁହଁରେ ଜଳନ୍ତା ବିଡ଼ି। ଗଳ୍ପ ଚାଲିଛି ମନ ଇଚ୍ଛା। ଖବରକାଗଜର କଥା, ରାଜନୀତି, ସାହିତ୍ୟ, ସାଣ୍ଟୁଦାଙ୍କ ଦର୍ଶନ। ବଳିଦତ୍ତ ସେଗୁଡ଼ା ବୁଝେ ନାହିଁ। ବାରମ୍ବାର ହାଇ ମାରିଲାଣି। ଥାକଯାକ ଏତେ କ'ଣ ବହି ରଖିଛି ବନୁ? ମଣିଷ ମାହାଳିଆରେ ଏତେ ପଢ଼େ। ନା ପସନ୍ଦ କରି ଆଖି ଆଡ଼େଇ ଯାଉ ଯାଉ ନିଘା ପଡ଼ିଲା ନେଳିଆ ମଲାଟର ଖଣ୍ଡିଏ ସାନ ବହି ଉପରେ। ବ୍ୟବସାୟୀ ଚିଠି କେମିତି ଲେଖିବାକୁ ହୁଏ। ମହାତଥ୍ୟ ଆବିଷ୍କାର କଲାପରି ବଳିଦତ୍ତର ଆଖି ହଠାତ୍ ଜଳି ଉଠିଲା। ଅତି ଆଗ୍ରହରେ ବହିଟିକୁ ଗୋଟେଇ ନେଲା। ଦୃଷ୍ଟି ପଡ଼ିଲା ବନୁର ଏବଂ ହଠାତ୍ କେଉଁ ସ୍ମୃତି ମନେ ପଡ଼ିଗଲା ପରି ମୁହଁର ଭାବ ତାର ବଦଳିଗଲା। ଅଧାଜଳା ବିଡ଼ିଟାକୁ ଜୋରରେ ଦୂରକୁ ଫୋପାଡ଼ି ମାରି ସେ ଉତ୍ତେଜିତ ହୋଇ କହିଲା, ଜାଣିଲ ସାଣ୍ଟୁଦା, ଆଜି କ'ଣ ହେଲା? କାମ ସାରି ବହି ଖଣ୍ଡେ ନେଇ ବସିଥିଲି ତ ଘରପୋଡ଼ା ହନୁ ଆସି କହିଲା, ଜାଣିଲ ସଣ୍ଟୁଦା, ଆଜି କ'ଣ ହେଲା? କାମ ସାରି ବହି ଖଣ୍ଡେ ନେଇ ବସିଥିଲି ତ ଘରପୋଡ଼ା ହନୁ ଆସି କହିଲା, ପୁଣି ଜରୁର କାମ ଆସିଛି। ଏତକ କରିଦେବାକୁ ହେବ। ଯାହା ଥିଲା ପ୍ରାୟ ଗାଡ଼ିଏ ହେବ ରାତି ପାହିଥାନ୍ତା। କହିଲି, ଏଠିକି କାହିଁକି ଆଜ୍ଞା? ଏ ତ ଆପଣଙ୍କ ନୂଆ ଜୋଇଁଙ୍କ କାମ। ମୋ କାମ ମୁଁ କରି ସାରିଛି। ଯାଆନ୍ତୁ ତାଙ୍କ ପାଖକୁ। ସେ ନ କଲେ ବୋଲି ମୋ ମୁଣ୍ଡରେ ଚାପିବେ ନା କ'ଣ? ତାପରେ ସେ କହିଲା, ସାହେବ ଜିଗର ଧରିଛନ୍ତି, କରିଦେବାକୁ ହିଁ ହେବ। କହିଲି, କ'ଣ ଜାଣିଲ? କହିଲି, ଆଜ୍ଞା, ଆପଣଙ୍କ ନୂଆ ଜୋଇଁଙ୍କର ଖାଲି ଏତିକି କର୍ତ୍ତବ୍ୟ ମୋ ପରେ ଚାପିବେ ନା ଆଉ କିଛି? ତେବେ ଗୋଟା ସୁଦ୍ଧା ମୋତେ ହିଁ ଜୋଇଁ କରିନିଅନ୍ତୁ। ଆଉ କାହିଁକି? ହା। ଜଣେ ଉତ୍ତର ବତେଇଛି। ସମସ୍ତେ ଯାହା ଭାବନ୍ତି ଜଣେ କହେ। ରୁଦ୍ଧ ହିଂସ୍ରକ ଚିନ୍ତା ଜନ୍ତୁ ଚିତ୍କାରରେ ଆତ୍ମପ୍ରକାଶ କରୁଛି। ଘରଯାକ ହୋ 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 ହୋ। ଏଠି ଅଜ୍ଞାତରେ ବଳିଦତ୍ତର ଆଖି ତେଜି ଉଠିଛି। ସେହି ହସରେ ସେ ବି ମାତି ଯାଇଛି। ଦଣ୍ଡକ ପାଇଁ ଭୁଲିଛି ସେ ଉନ୍ନତିର ଉପାସକ। ଆଗ୍ରହରେ ଏକାଥରକେ ବନୁ ତୁଣ୍ଡରୁ କଥା ଚାଟି ନେବାକୁ ସମସ୍ତେ ଚିତ୍କାର କରୁଛନ୍ତି। ତାପରେ ବଳିଦତ୍ତ, ନନ୍ଦ, ଜଗୁ ସେ ଟାଇପ୍ ଠୁକ୍ କରେ। ରାଧୁ ସେ ଦିନରାତି ହିସାବ କଷେ। ତାପରେ ଲଙ୍କାପୋଡ଼ା
ଏକଦମ ଲଙ୍କା ମରିଚ ପରି ଲାଲ ପଡ଼ିଗଲା। କହିଲା, କାମ ବେଳେ ବହି ପଢ଼ା ହେଉଛି, କାମ ବତେଇଲେ ଜବାବ ନା? କମ୍ପାନୀ ମାଗଣା ଦରମା ଦେଉଛି। ହେଁ? ମୋର ଭାଇ ହାତ କଟକଟ ଡାକିଲାଣି, ଆଉ ଧୈର୍ଯ୍ୟ ନାହିଁ। କହିଲି, ଗେଟ୍ ଆଉଟ୍। ତାପରେ ଗେଟ୍ ଆଉଟ୍ କହି ଏକ ଡିଆଁ ମାରିଛି ବନୁ। ସାନ ଟେବଲଟି ଯାଇଛି ହଲି। ଶୂନ୍ୟ ଚା କପ୍ ପ୍ଲେଟ୍ ତଳେ ପଡ଼ି ଖଟଖଟାଂ। ଆସ୍ତେ ତାକୁ ଗୋଟାଉ ଗୋଟାଉ ମନକୁ ମନ ସେ କହି ହେଉଛି, ନଇଲେ ସବୁବେଳେ ବକର ବକର କରେ, ସବୁବେଳେ ବକର ବକର କଚର କଚର। ଏତେ କାହିଁକି ସେ ଷଣ୍ଢ ହେବ? ତାର କି ଦରକାର? ସଣ୍ଟୁଦା ଗମ୍ଭୀର। କହିବାର ହେଲେ ସେ ନିଶ୍ଚୟ କହନ୍ତେ, ଉତ୍ତେଜନା ମନୁଷ୍ୟର କ୍ଷତିକାରକ, ଆୟୁଷ ନଷ୍ଟ କରେ, ଶାସ୍ତ୍ରରେ ଅଛି। କିନ୍ତୁ ଅନ୍ୟମାନେ ତଥାପି ଆଗ୍ରହାନ୍ୱିତ। ଏ ଭୀଷଣ ବିତ୍ପାତରେ ବଳିଦତ୍ତ ଥିର୍ କିନା ଗଳିଗଲାଣି ନିଜ ଖୋଳ ଭିତରକୁ। କିନ୍ତୁ ତାର ଆଗ୍ରହ ମରିନାହିଁ। ନନ୍ଦ ଛାତି ଫୁଲେଇ ସିଧା ହୋଇ ବସିଲାଣି। କେରା କେରା ବାଳ କପାଳରେ ଝୁଲୁଛି। ମୁହଁ ଭୀଷଣ ଦିଶୁଛି। ଆପଣାର କୌଣସି ଅନୁଭୂତି ମନେ ପଡ଼ୁଛି। ନନ୍ଦ କହୁଛି, ତାପରେ ବନୁ? କହୁଛି, ଶୁଣ। କୁଞ୍ଜ ଅର୍ଦ୍ଦଳି ଆସି କହିଲା, ଛୋଟ ସାହେବ କହିଛନ୍ତି ଏ ଘରେ କ'ଣ ହଉଛି? ଗୋଳମାଳ ହଉଛି କାହିଁକି? କହିଲି, ଯା କହିଦେବୁ, ଏ ଘରେ ହୋମ ହେଉଛି। ଛୋଟ ସାହେବଙ୍କ ବାପା ଯଜମାନୀ ପୁରୋହିତ କି ନା? ଚାରିଆଡ଼ୁ ବାଃ ବାଃ ବାଃ। ଐଚ୍ଛା ବାଃ ବାଃ କହିବ ନାହିଁ କାହିଁକି? ସଣ୍ଟୁଦା କହିଲେ, ଦେହକୁ ତ ଲାଗୁନାହିଁ, କିନ୍ତୁ ଏଇ ବାଃ ବାଃ ଶୁଣିବାକୁ ଏ ପାଗଳ ଆପଣାର ସର୍ବସ୍ୱ ଜାଳି ଦେଇ ବସୁଛି। ପାଉଛି ଛାଇ ପାଁଶ। ସମସ୍ତେ ବାଃ ବାଃ କରି ଦିବ୍ୟ ଖୋସାମତ କରି ଏଗିয়ে চলুক আর বনু যাক চুলোয়। ସମସ୍ତେ ବାଃ ବାଃ କରି ଦିବ୍ୟ ଖୋସାମତ କରି ଏଗିয়ে চলুক আর বনু যাক চুলোয়। ଆରେ ପାଗଲ, ଏ ସବୁ ପାଗଳାମି ଛଡ଼ା କିଛି ନୁହେଁ। ଚାକିରି ନ କରିବୁ ଛାଡ଼ିଦେ, ଚାକିରି କରିବୁ କର। ଏକଥା ଆପଣ କହୁନାହାନ୍ତି ସଣ୍ଟୁଦା, ଏକଥା କହୁଛି ଆପଣଙ୍କ ପରମ୍ପରା। ତିକ୍ତ ଭାବରେ ମୁଖ ବିକୃତ କରି ନନ୍ଦ କହିଲା, ସମସ୍ତେ ଜାଣନ୍ତି ବଙ୍ଗାଳୀମାନଙ୍କୁ ଭଲ ଚାକିରି କରି ଆସେ। ଇଂରେଜ ଆଗ ସେଠି ପହଞ୍ଚିଥିଲେ। ସେମାନେ ଆଗ ଇଂରେଜୀ ପଢ଼ିଥିଲେ। ତା ବୋଲି ଆମକୁ ତ ତା ଆସେ ନାହିଁ, ଆମେ ତ ତା ପାରିବୁ ନାହିଁ। ନା ପାରବି তোরা মর। অত বকবক কিসের? ইস, এমিতি মারিলা বালা না। আফটার ইউ স্যার। শোনো ନନ୍ଦ। ସାଣ୍ଟୁଦାଙ୍କର ସ୍ୱର ଗମ୍ଭୀର। ସେ କିଛି କରିନାହାନ୍ତି। କେବଳ କୋଟ୍ ତଳେ ହାତକୁ ଦିଥର ଛକାଛକି କରିଦେଇଛନ୍ତି। ସେତିକିରେ ତାଙ୍କଠି ଯାଦୁକରର ଠାଣି। କିଛି ଭୟାନକ। ନାଟକରେ ବୈନାଶିକର ରୂପଛଟା। କାଖ ତଳେ ବୋମା। ସମସ୍ତେ ଚୁପ୍। শোনো নন্দ, শুধু গায়ের জোরে বীরত্ব ফলায় না। শুধু গায়ের জোরে বীরত্ব ফলায় না। ବୁଝିଲେ? ଆରେ ସମସ୍ତେ ଚୁପଚାପ ପଡ଼ିଗଲେ ଯେ। ତାପରେ ତାଙ୍କର ଅଖଳା ଧୀର ହସ ମନେ ପକାଏ ବନୁ। କହେ, ସେ ତାନ୍ତ୍ରିକ। ପୁଣି ବାତାବରଣକୁ ସହଜ କରିଦେଇ ସେ ଚଳେଇଲେ ତାଙ୍କ ସାଧାରଣ ଗଳାରେ, ବୁଝିଲ ନନ୍ଦ,
ଅପ୍ରିୟ କଥା କହିବା ସେତେ କଷ୍ଟ ନୁହେଁ, ଅପମାନ ଦେବା ଆହୁରି ସହଜ। ତୁମେ ଯେମିତି ଓଡ଼ିଆ ବୋଲି ଗର୍ବ କର, ମୁଁ ବି ସେମିତି ବଙ୍ଗାଳୀ ବୋଲି ଗର୍ବ କରିପାରେ। ଅଥଚ ଆମେ ଏକା ମାଟି, ଏକା ପାଉଁଶ। ଗର୍ବ କରିବାର ଗୋଟିଏ କିଛି ଗୁଣ ମନ ଆଗରେ ଧରି ରଖିଲେ ହେଲା। ତୁମେ ଗର୍ବ କରିପାର। ତୁମେ ଆଖି ଥାଇ ଥାଇ ଅନ୍ଧ। ମୁଁ ଗର୍ବ କରିପାରେ, ମୋର ଆଖି ଅଛି। ଆମ ଗର୍ବରେ କିନ୍ତୁ ଭୁଇଁ ତାଡ଼ି ହେବ ନାହିଁ। ବଙ୍ଗାଳୀ ଚାକିରି କରି ଶିଖିଲେ, ବେଶ୍ ଭଲ। ତୁମେ ସେ ପରିସ୍ଥିତିରେ ଥିଲେ, ସେ 150 ବର୍ଷ ଷ୍ଟାର୍ଟ ପାଇଥିଲେ, ତୁମେ ବି ଶିଖିଥାନ୍ତ ଆହୁରି ଭଲ। ଅଙ୍ଗୁର ଖଟା କହିବା ତମର ଆଉ ଦରକାର ପଡ଼ନ୍ତା ନାହିଁ। ଏ ହେଲା ଅର୍ଥନୈତିକ ସମସ୍ୟା। ଏ ବିଷୟରେ ସଂକୀର୍ଣ୍ଣତା ଉପୁଜାଇ ପ୍ରାଦେଶିକ ଲଢ଼େଇ ଲଗେଇଲେ ତମେ ବି ହବ ନାହିଁ ଗୋପବନ୍ଧୁ ଦାସ, କି ମୁଁ ବି ହେବି ନାହିଁ ଚିତ୍ତରଞ୍ଜନ ଦାସ। ଏସବୁ କାହିଁକି? ଛାଡ଼, ଆମର ଯୋଉ କଥା ପଡ଼ିଥିଲା, ବୁଝଲେ ବନୁ, তোমার কিচ্ছু হবে না। গুড নাইট। নিট, বনু କହିଲା। ସେ ଡିଟେକ୍ଟିଭ ଉପନ୍ୟାସ ପଢ଼େ। ହସି ହସି କପାଳରେ 3 ଆଙ୍ଗୁଳି ମାରି ସେ ନିଟ୍ କହିଲା। ସ୍ମୃତିରେ ଅବଶ୍ୟ ଲଣ୍ଡନର ଗୋଟିଏ କଟିକଟିଆ ଗଳି। କକନି ଡ୍ରାଇଭର ସେକ୍ସଟନ୍ ବ୍ଲେକ୍ ଡିଟେକ୍ଟିଭଙ୍କଠାରୁ ଗାଡ଼ି ଭଡ଼ା ନେଇ ବିଦା ହେଉଛି। ଘରେ ହାଉ ହାଉ। ବଳିଦତ୍ତ ତୁନି ହୋଇ ବସିଛି। ବିବାଦ ବିତଣ୍ଡାଠୁଁ ସେ ବହୁ ଦୂରରେ। ବର୍ତ୍ତମାନ ତାର ଆହତ ବିରକ୍ତ ମୁହଁ। ସଣ୍ଟୁଦାଙ୍କୁ ମୁଁ ଏପରି ଉତ୍ତେଜିତ ହେବାର କେବେ ଦେଖିନାହିଁ। ରାଧୁ କହିଲା। ଧେତ୍ ନନ୍ଦ, ତୁ ଯାହା ପାରି ତା କହିଲୁ। ବନୁ କହିଲା। କହିଲି ତ ବେଶ୍ କଲି। ସଣ୍ଟୁଦାଙ୍କ ସଙ୍ଗେ ମୋର କିଛି ବିବାଦ ନାହିଁ। ତାଙ୍କ କଥା କିଏ ନ ଜାଣେ? ମୁଁ କହିଲି ତାଙ୍କ ଜାତି ଭାଇଙ୍କ କଥା। ଆମକୁ ଥଟ୍ଟା କରିବେ, ସମସ୍ତିଙ୍କି ଥଟ୍ଟା କରିବେ। ବ୍ରିଟିଶ ସାଙ୍ଗେ ସାଙ୍ଗେ ଆମ ଦେଶକୁ ପୋଡ଼ି ଜାଳି ଖାଇଲେ। ସବୁ ଜମିଦାରୀ, ସବୁ ଚାକିରି। ଏବେ ପୁଣି ଆମ ଅଫିସରେ ଯେଉଁ ମଝିଆ ସାହେବ ଆସିଛି, ଜାଣିଛୁ ନା ତା କଥା? ଆହା, ଖାଲି ଦାନାପାଣିର କଳିରେ, ଖାଲି ଦାନାପାଣିର କଳି। ଛେଲୁଆରେ ମୁଠେ ଭାତ। ସେଥିପାଇଁ ବନୁ ଅସ୍ୱାଭାବିକ କରୁଣ ସ୍ୱରରେ କହିଲା, ଯେପରିକି ସେ ଉଡ଼ଞ୍ଚ ବନୁ ନୁହେଁ। ମୁହୂର୍ତ୍ତେ ପୂର୍ବରୁ ଗୋଡ଼ ଛାଟି ଡେଇଁ ଯେ କହିଥିଲା ଗେଟ୍ଆଉଟ୍, ତା ଭିତରୁ କଥା କହୁଛନ୍ତି ଜଗନ୍ନାଥ ଦେଶର ସର୍ବତ୍ୟାଗୀ ଉଦାରତା ମାଖି ତାର କେଉଁ ହଜିଲା ପିତୃପୁରୁଷ। ନବୀନ ସଦାନନ୍ଦ ଦୂରକୁ ଦୃଷ୍ଟି ବିଞ୍ଚେଇ ଦେଲେ। ଦୀର୍ଘଶ୍ୱାସରେ ସେ ମନକୁ ମନ କହିହେଲା, କେଡ଼େ ସୁନ୍ଦର ଦେଶଟା ଛାରଖାର ହୋଇଗଲା। ହାଃ। ହଠାତ୍ ତାର ସହଜ ସ୍ୱର ଫେରିଆସିଲା। କହିଲା, ନେ ବିଡ଼ି ଖା, ମୁଣ୍ଡଟା ଥଣ୍ଡା କର। ଆଜିର ଖବରକାଗଜଟା ପଢ଼ିଛୁ ନା? ଦେଖ, ସେ ଖଟ ଉପରେ ଅଛି। ତୁମେ ଶଳେ ନିଜ ନିଜ ଗୋବର ଗଦା ଆବୋରି ଆପଣା ପ୍ରଦେଶ ପ୍ରଦେଶ ବୋଲି ଚିତ୍କାର କରିବ। ତେବେ ଭାରତଟା କାହାର? ଜବାବ ଦେ, ଭାରତଟା କାହାର?